ଆଜି ଆମ ସହ ଅଛନ୍ତି ରଘୁ ସ୍ୱାଇଁ ଓରଫ ରଘୁଆ। ତ କେମିତି ଅଛନ୍ତି ରଘୁ ବାବୁ? ବାବୁ କଣ ରଘୁଆ କହିବେ ନା ରଘୁଆ। ଆଚ୍ଛା ଆଜ୍ଞା ଆଚ୍ଛା ଆପଣ କ'ଣ କରନ୍ତି? ମୁଁ ମୁଁ ଭିକ ମାଗେ ଆଜ୍ଞା, ଭିକ ମାଗି ଚଳେ ଆଉ। ହେଲେ ଆପଣ ତ ପୁରା ସୁସ୍ଥ ସବଳ, ଭିକ ମାଗୁଛନ୍ତି କ'ଣ ପାଇଁ? ସେଟା ମାନେ କଥା କ'ଣ କି, ମୁଁ ଟିକେ ଅଳସୁଆ ଲୋକ, ତ ମୋତେ କାମ କରିବାକୁ ସେମିତିଆ କିଛି ଇଚ୍ଛା ହୁଏନି। ଆଚ୍ଛା ଆମର ଟିକେ ପଖାଳ ମାଛ ଭଜା ଖାଇଦେଲେ ପେଟ ପୁରିଗଲେ ଶାନ୍ତିରେ ଶୋଇଲେ, ଭିକ ଟିକେ ଆଚ୍ଛା ମାଗି ଆଣିଲେ ସେଇ ପଇସାରେ ଟିକେ ଖାଇଦେଲେ ଆଉ। ଆଚ୍ଛା ଆଚ୍ଛା ଆଜ୍ଞା, ତେବେ ପଖାଳ ମାଛ ପ୍ରିୟ ବୋଧେ? ପଖାଳ ମାଛଟା ମୁଁ ନିଦ ପାଇଁ ଖାଏ। ମୋର ପ୍ରିୟ ତ ପିଜ୍ଜା ଆଉ ବର୍ଗର। ପିଜ୍ଜା ବର୍ଗରଟା ଭାରି ପସନ୍ଦ ମୋର। ପିଜ୍ଜା ବର୍ଗର ଆଜ୍ଞା, ସେସବୁ ତ ବହୁତ ଦାମ, ଆପଣ କେମିତି ଖାଆନ୍ତି? ଦେଖନ୍ତୁ ସେଗୁଡ଼ା ତ ଆମେ ଖାଇପାରିବୁନୁ, ଆମ ପାଖରେ ସେମିତିଆ ପଇସା ନାହିଁ। ହୁଁ ଆମେ କ'ଣ କରୁ, ଧର ରେଷ୍ଟୁରାଣ୍ଟ ପାଖରେ ଯିଏ ମାନେ ଖାଉଥିବେ ହୁଁ ପିଜ୍ଜା ଆଉ ବର୍ଗର, ହୁଁ ଆମେ ଗଲୁ ତା ପାଖକୁ ଗଲୁ, ଏମିତିଆ ତା ଗୋଡ଼ ଚାରିପଟେ ପୁରା ଏମିତି ଘଷି ମାଜି ହେଲୁ ଯେ ବାବୁ ଦୁଇଟା ଦିଅ, ବାବୁ ଦୁଇଟା ଦିଅ। ସେ ବାଧ୍ୟ ହେଇକି ସେ ଯେଉଁଟା ଖାଉଥିବ ସେ ଭାବିବ ଯେ ଏମାନେ ମୋ ଖାଇବାରେ ପଶିଯିବେ, ତାହେଲେ ସେମାନେ ଦେଇଦିଅନ୍ତି, ଖାଇଦେଇକି ବାଃ, ପଳେଇ ଆସୁ। ଭଲ ଅଭିନୟ ତ। ଅଭିନୟ ଆକ୍ଚୁଆଲି ଗୋଟେ କଥା କହିବି, ଆମ ଭିକାରୀ ମାନେ ହେଲୁ ଆମେ ଗୋଟେ କଳାକାର। ମାନେ ହଁ ନିହାତି। ଆକ୍ଟିଂ ଦରକାର, ବିନା ଆକ୍ଟିଂରେ କିଛି ହେବନି। ହୁଁ ହୁଁ ମାନେ ଭିକ ମାଗିବାର ଦୁଇଟା ଅଛି, ସେଇ ଦୁଇଟା ଶୈଳୀଟା ଟିକେ ଅଧିକ ଇମ୍ପୋର୍ଟାନ୍ସ। କେଟା? ମାନେ ଯେମିତି ଆପଣ କହିବେ ତାର ନେହୁରା ହେଇକି ଗୋଟେ କହିବା ହୁଁ ହୁଁ ଯେ ବାବୁ ବହୁତ ଦିନ ଖାଇନି, ବାବୁ ଏଇଟା ଗୋଟେ। ହୁଁ ଆଉ ଗୋଟେ ହେଲା କିଛି କହିବେନି, ଡାଇରେକ୍ଟ ଯିବେ ସେ ଲୋକ ପାଖରେ ବସିବେ, କିଛି କହିବେନି, ସାଇଲେଣ୍ଟରେ ଖାଲି ଏମିତି କରୁଣ ଚାହାଣି ହେଇଯିବ। ଏଇ ଦୁଇଟା ମେନ୍ ଫୋକସ୍ କରା। ଆଚ୍ଛା ଆଚ୍ଛା ଆଜ୍ଞା, ଆପଣଙ୍କ ପଛରେ ବହୁତ ସାରା କପଡ଼ା ଅଛି, ଏସବୁ କାହାର? ସେଇ କପଡ଼ା ଗୁଡ଼ା ହୁଁ ସିଏ ମୋର କିନ୍ତୁ ମାନେ ଡ୍ୟୁଟି ବେଳେ ମୁଁ ଏଇ ଡ୍ରେସ୍ ଗୁଡ଼ା ପିନ୍ଧେ। ଡ୍ୟୁଟି ମାନେ ଭିକ ମାଗିବା ବେଳେ, କିନ୍ତୁ ସେତେବେଳେ ଗୋଟେ ପ୍ରପର୍ ଲୁକ୍ ଦରକାର। ଆଚ୍ଛା ନହେଲେ ମୁଁ ଯଦି ସେଇଗୁଡ଼ା ପିନ୍ଧିକି ଯିବି, ସେ ଦାମୀ ସଫା ଡ୍ରେସ୍ ଗୁଡ଼ା କିଏ ଭିକ ଦେବ? ମାନିବାକୁ ପଡ଼ିବ ରଘୁ ବାବୁ ଆପଣଙ୍କୁ। ସେମିତିଆ ଟିକେ ତ। ଆପଣଙ୍କ ଘରେ ଆଉ କିଏ କିଏ ଅଛନ୍ତି? ଘରେ ଆମର ଗରିବ ଲୋକ, କିଏ ଆଉ ରହିବ, କେବଳ ମୋର 2 ଜଣ ସ୍ତ୍ରୀ ଆଉ ପିଲା ମୋର 13 ଜଣ ଆଉ। କ'ଣ 13 ଜଣ? ହଁ 13 ଜଣଙ୍କୁ ଆପଣ ପାଳୁଛନ୍ତି? ହଁ, ବାଃ, ଏତେ ଲୋକଙ୍କୁ ପାଳୁଛନ୍ତି, କେମିତି ପାଳୁଛନ୍ତି? ପାଳିବା କ'ଣ, ଏତେ କ'ଣ ଗୋଟେ ବଡ଼ ଜିନିଷ ତ? ଆରେ ମୁଁ ଆକ୍ଚୁଆଲି ଜାଣିକି କରିଛି, ଏତେ ଗୁଡ଼ା ପିଲାମାନେ ଜାଣିକି କରିଛି। ସେମିତି ପ୍ରତି ଛକରେ ମୋ ପିଲା ଗୁଡ଼ା ଛିଡ଼ା ହେବେ। ଏ ଛକରେ ଧର ମୁଁ କେତେଟା ଛକରେ ଭିକ ମାଗିପାରିବି? ଗୋଟେ ଛକରେ, ଗୋଟେ କିମ୍ବା ହାଏଷ୍ଟ 2ଟା, ତାଠୁ ଏକ୍ସଟ୍ରା ହେଲେ। ବିଜନେସ୍ ଯେତେବେଳେ ମୁଁ କରୁଛି, ବିଜନେସଟା ତ ସେଟା ଗୋଟେ ବଡ଼ କରିବାର ଅଛି ନା। କି ବିଜନେସ୍? ଭିକ ମାଗିବା ଗୋଟେ ବିଜନେସ୍ ନୁହଁ କି? ଆଚ୍ଛା ଆଚ୍ଛା ତ ଏଇଟାରେ ତ ଆମ ରୋଜଗାର, ଏଇଟାରେ ତ ପେଟ ପୁରୁଛି ନା। ତ ମୁଁ ଭାବିଲି ଏକା ଚଳିଲେ କେମିତି ହେବ, ତ ଟିକେ ବଡ଼ କରିବା କଥା। ତ ସେଇଥିପାଇଁ ଯେତେ ପିଲା କରିଦେଲି, 13ଟା ପିଲା, ସବୁ ଛକରେ ସମସ୍ତଙ୍କୁ ଠିଆ କରିଦେଲି। ମୋ ସ୍ତ୍ରୀ ଜଣ ବି କାମିକା, ଅଳସୁଆ ନୁହନ୍ତି। ସେମାନେ କ'ଣ କରନ୍ତି? ରୋଷେଇ ତ କରନ୍ତି, ରୋଷେଇ କରିକି ସେମାନେ ଯାଆନ୍ତି ଏକ୍ସଟ୍ରା। ସେମାନେ ପାର୍ଟ ଟାଇମ୍ ହିସାବରେ କାମ କରନ୍ତି ଟିକେ ଭିକ ମାଗିବାଟା। କିନ୍ତୁ ମୋ ପିଲାମାନେ ଏମାନେ ପୁରା ପ୍ରପର୍ ଭିକାରୀ। ଆଜ୍ଞା, ଏମାନେ ଭିକ ମାଗିବାରେ ଉସ୍ତାଦ ପୁରା। ଗୋଟିଏ ଅଭିଯୋଗ ଥିଲା, ଆପଣ ଲୋକଙ୍କୁ ଗାଳି କରନ୍ତି। କରିବିନି ଏଟା ମାନେ ଭିକ ଦେବ, ଠିକ୍ ଅଛି, ଭିକ ଦେବ, ଆଟଲିଷ୍ଟ 5 ଟଙ୍କା ତ ଦେବ। ତ 5 ଟଙ୍କା ବି ଦେବନି, ଜଣେ ମୋତେ ଦେଉଛି ସେ ଯେଉଁ ଖୁଚୁରା ଟଙ୍କାକିଆ 2 ଟଙ୍କିଆ। ଆମ ଜଳେଶ୍ୱର ଆଉ ବଗରେ ସାଇଡ଼୍ରେ ଯିବେ, ଖୁଚୁରା କିଏ ନେବ? ଆଉ ମୁଁ ଗୋଟେ ଭିକାରୀ, ମୁଁ ନେବି କ'ଣ? 5 ଟଙ୍କା ତ ଅତି କମ୍ଟା ଦେବେ ନା। ଆରେ ଯିଏ ଯାହା ଦେଇପାରିବ ସେ ଦେବ, ଆପଣ ନେବେ। ତା ବୋଲି ଆମର ମାନେ ନା, ଆମେ ଭିକାରୀ ହେଲୁ ବୋଲି ଆମର କ'ଣ କିଛି ଷ୍ଟାଣ୍ଡାର୍ଡ଼ ନାହିଁ ନା କ'ଣ? ଗାଳି ଦେବା ଠିକ୍ ନୁହେଁ। ଗାଳି ମୁଁ ଦିଏନି। ଗାଳି ମାନେ କୁହେ, ମୁଁ ଆପଣ ମାନେ ମୁଁ ଭିକାରୀ ନା ତୁ ଭିକାରୀ? ମୁଁ ଭିକାରୀ ନା ତୁ ଭିକାରୀ? 5 ଟଙ୍କା ଦେଉଛୁ, 5 ଟଙ୍କା ଖୁଚୁରା, ଯଦି ଦେଉଛୁ କଏନ୍ ବାଲା ଦେ 5 ଟଙ୍କା। ଏମିତି ଗାଳି ମୁଁ ବେଶୀ ଖରାପ ଗାଳି କିଛି ସେମିତି କିଛି ଖାଲି ଟିକେ ରାଗିଯାଏ ଆଉ। ଏମିତି କିଛି ଘଟଣା ହେଇଛି ଯାହା ବହୁତ ଦୁଃଖ ଦେଇଛି? ଦୁଃଖ ତ ହୁଏ ଆଜ୍ଞା,
ଯେତେବେଳେ ସେ ଯେଉଁ ଜଣେ ଜଣେ ଭିକ ଦେବେନି ଠିକ୍ ଅଛି ନଦେଲ ନାହିଁ ହୁଁ ପିଟିବାକୁ କିଏ ଅଧିକା ଦେଇଛି ତମକୁ ହଁ ପିଟିବାକୁ କିଏ ଅଧିକା ଦେଇଛି ଆଚ୍ଛା ଆପଣ ମାଡ଼ ବି ଖାଇଛନ୍ତି ମାଡ଼ ମାନେ ବହେ ମାଡ଼ ଆମର ଥରେ ଗୋଟେ ଏମିତି ପିଲାଟା ଆସିଲା ପୁରା ଶୁଏଇଦେଲା ଆଚ୍ଛା ମୋ ତଣ୍ଟି ଉପରେ ଏମିତି ପୁରା ପୁରା ଗୁଡ଼ଟାକୁ ଏମିତି ଚାପି ରଖିଲା କ'ଣ ପାଇଁ ଚାପି ରଖିଲା ଶଳା ଭଲ ମଣିଷ ହେଇକି ଭିକ ମାଗୁଛି ଶଳା ଧୋଇଦେବି କି ବାପ କି ପିଟିଲା ଆଉ ଜଣେ ତ ପଛପଟେ ଖାଲି ମାରିଲା ମୋ ପିଚାକୁ ମାରିଲା ଗୋଇଠା ମାରି ଲାଲ କରିଦେଲା ଏସବୁ ପରେ ତ ଆପଣଙ୍କୁ ଖରାପ ଲାଗିଥିବ ଖରାପ ଲାଗିବନି କେମିତିଆ ଏତେ ମାଡ଼ ଖାଇଲି ଏତେ ଗାଳି ଶୁଣିଲି ଖରାପ ତ ଲାଗିଲା ବହୁତ ଖରାପ ଲାଗିଲା ଏଇଟା ମୁଁ କେବେ ଭୁଲି ପାରିନି ତ କ'ଣ କରିବା ଭିକ ମାଡ଼ ତ ଖାଇବାର ଅଛି ଆଉ କ'ଣ କରିବା ଭିକ୍ଷାବୃତ୍ତି ଛାଡ଼ିବାକୁ ଇଚ୍ଛା ହେଲାଣି ଯେତେ ଖରାପ ଲାଗିଲେ ବି କ'ଣ କେମିତି ଭିକଟା ଛାଡ଼ିଦେବ ସେଇଟା ତ ବିଜନେସ୍ ସେଇଟା ଛାଡ଼ିଦେଲେ କେମିତି ଚଳେ ଏ କଥା ଏଗୁଡ଼ା ସବୁ ଆଚ୍ଛା ଆଉ ଗୋଟେ ବଡ଼ ଅଭିଯୋଗ ଥିଲା ଆପଣ ଭଗବାନଙ୍କ ନାଁରେ ଭିକ ମାଗନ୍ତି ତା ପଛରେ କାରଣ ଅଛି ମାନେ ଯେମିତି ଦେଖନ୍ତୁ ଆମେ ଯଦି ଏମିତି ନର୍ମାଲ ଯିବୁ ବାବୁ ଦୁଇଟା ଭିକ ଦିଅ ବହୁତ ଜଣ ଦିଅନ୍ତିନି କିନ୍ତୁ ଆପଣ ଯାଇ ଖାଲି କହିବେ ଠାକୁର ନାଁରେ ବାବୁ ଆଜି ମୋ ଘରେ ମନସା ପୂଜା ଅଛି ବାବୁ ଆଜି ମୋର କାଳୀ ପୂଜା ଅଛି ଭିକ ଦୁଇଟା ଦିଅ ଚାଉଳ ଦୁଇଟା ଦିଅ ଏନ୍ତା କହିଲେ ଦିଅନ୍ତି ଆଉ ଯେହେତୁ ଆମ ଭାରତୀୟ ମାନେ ଏମାନେ କ'ଣ କହିଲ ମାନେ ଆମର ଭଗବାନ ବିଶ୍ୱାସୀ କାରଣ ସେବା ଧର୍ମରେ ଏମାନେ ଆଗେ ଭଗବାନ ନା କହିଦେଲେ ମାନେ ଭୁଲ ଥିଲେ ବି ସେମାନେ ଠିକ୍ ମାନି ନେବେ ହଁ ଇଏ ଭଗବାନ କଥା କହୁଛି ମାନେ ଠିକ୍ ସେଇଥିପାଇଁ ଟିକେ କିନ୍ତୁ ଏହା ଭୁଲ ନା ହଁ ଭୁଲ କ'ଣ ଆପଣ ଲୋକଙ୍କ ଭାବନା ସହ ଖେଳୁଛନ୍ତି ପେଟ ପାଇଁ ନାଟ ଆଉ ଭାବନା କ'ଣ ଆଚ୍ଛା ନେକ୍ସଟ କ୍ୱେଶ୍ଚନ୍ ହେଲା ଆରେ ତମେ ପା କହୁଥିଲ ବ୍ୟାଙ୍କ ଯିବ ହଁ ନା ଯାଉଛି କ'ଣ କେଉଁ ବ୍ୟାଙ୍କରେ ଜମା SBI SBIରେ ତମେ ଭରି ଦେଇଛ ନା ସେ HDFCରେ ମୁଁ ଟିକେ ପଇସା ଜମା କରିବି ତ ଚିକେନ୍ ପକୋଡ଼ା ନେଇ ଆସିବ ହଉ ସାର୍ ଇଣ୍ଟରଭ୍ୟୁ ଏଠି ଥାଉ ମୁଁ ଟିକେ ଯାଏ ସେ ଟଙ୍କା ଜମା କରିବାର ଅଛି ଆଉ ସେ ଇଏ ବି ଚିକେନ୍ ପକୋଡ଼ା ଟିକେ ଖାଇବେ ତ ସ୍ତ୍ରୀ କହୁଛି ଆଉ ମୁଁ ଆସେ ସାର୍ ନେକ୍ସଟ ଟାଇମ୍